ଆମେ ଆଲୋଚନା କରିବା ଆନନ୍ଦ କାହା ଉପରେ ନିର୍ଭର କରେ। ଆପଣମାନେ ଦେଖୁଛନ୍ତି ଆଜିର ପ୍ରଗତି ଯୁଗରେ ମଣିଷମାନେ ଦୁର୍ଗତିରେ ବାସ କରୁଛନ୍ତି। ତା ଅର୍ଥ ସେମାନଙ୍କ ପାଖରେ ହସ ନାହିଁ, ଆନନ୍ଦ ନାହିଁ, କିନ୍ତୁ ସବୁକିଛି ତାଙ୍କ ହାତ ପାଖରେ ଆସି ପହଞ୍ଚି ଯାଉଛି। କିନ୍ତୁ କ'ଣ ପାଇଁ ସେମାନେ ଆଜି ଏଇ ପ୍ରଗତି ଯୁଗରେ ଦୁର୍ଗତିରେ ହିଁ ସେମାନେ ଆଜି ବଞ୍ଚୁଛନ୍ତି? କାରଣ କ'ଣ? ସେ ବାବଦରେ ଆମେମାନେ ଆଲୋଚନା କରିବା। ଆପଣମାନେ ଜାଣିଛନ୍ତି ଆନନ୍ଦ ମଣିଷର ଦୁଇଟି ଉପରେ ନିର୍ଭର କରେ। କ'ଣ ସେ ଦୁଇଟି? ନା ଗୋଟେ ହେଉଛି ମାନସିକ ଶକ୍ତି, ଆଉ ଗୋଟେ ହେଉଛି ଶାରୀରିକ ଶକ୍ତି। এই ମାନସିକ ଶକ୍ତି ବୃଦ୍ଧି ହେଲେ ହିଁ ମଣିଷ ଆନନ୍ଦ ପାଇବ, ଏବଂ ଶାରୀରିକ ଶକ୍ତି ଯଦି ବୃଦ୍ଧି ହୁଏ ମଣିଷ ଆନନ୍ଦ ପାଇବ ଏବଂ ତା ଜୀବନ ଆନନ୍ଦମୟ ହୋଇ ଉଠିବ। ତେଣୁ ଏହି ଶାରୀରିକ ଶକ୍ତି କେଉଁଠାରୁ ଆସିଥାଏ ଏବଂ ମାନସିକ ଶକ୍ତି କେଉଁଠାରୁ ଆସିଥାଏ ସେ ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ଆଲୋଚନା କରିବା ମାନସିକ ଶକ୍ତି କେଉଁଠାରୁ ଆସିଥାଏ। ମାନସିକ ଶକ୍ତି ଆସିଥାଏ ଆତ୍ମଜ୍ଞାନରୁ। ଆତ୍ମଜ୍ଞାନ ଯାହାର ପରମାତ୍ମାଙ୍କ କୃପା ବଳରେ ବୁଦ୍ଧି ହୋଇଥାଏ ସେତେବେଳେ ହିଁ ସେ ମାନସିକ ଶକ୍ତିର ଆନନ୍ଦ ନେଇପାରିଥାଏ। ଏବଂ ମାନସିକ ଶକ୍ତି ଦ୍ୱାରା ହିଁ ମଣିଷ କ'ଣ କରେ ନା ନିଜର ମସ୍ତିଷ୍କକୁ ସ୍ଥିର ରଖିପାରେ ଏବଂ ଉନ୍ନତି ପଥରେ ହିଁ ଲଗେଇପାରେ। କେବଳ ଆତ୍ମଜ୍ଞାନ ଦ୍ୱାରା ହିଁ ମାନସିକ ଶକ୍ତି ପ୍ରତ୍ୟେକ ମଣିଷଙ୍କର ବୃଦ୍ଧି ହୋଇଥାଏ। ତେଣୁ ଯେଉଁ ମାନସିକ ଶକ୍ତି ବୃଦ୍ଧି ପାଇଁ କାହା ଉପରେ ନିର୍ଭର କରେ? ନା ମସ୍ତିଷ୍କ ଉପରେ। ଆପଣମାନେ ହୁଏତ ଜାଣିନଥିବେ ମସ୍ତିଷ୍କର 4ଟି ରୂପ ଅଛି। କେତେଟା ରୂପ ମସ୍ତିଷ୍କର? 4ଟି ରୂପ। କ'ଣ ସେ ରୂପ? ନା ପ୍ରଥମ ହେଉଛି ମନ, ଦ୍ୱିତୀୟରେ ହେଉଛି ବୁଦ୍ଧି, ତୃତୀୟରେ ହେଉଛି ଚିତ୍ତ, ଚତୁର୍ଥରେ ହେଉଛି ଅହଂ। এই 4ଟି ରୂପ ପ୍ରତ୍ୟେକ ମଣିଷଙ୍କର ମସ୍ତିଷ୍କର ରୂପ ଅଟେ। ତେଣୁ ଯଦି ଆପଣଙ୍କର ଆତ୍ମଜ୍ଞାନ ଲାଭ କରିଥିବେ ତାହେଲେ ଆପଣଙ୍କର ମନଟା କ'ଣ ହେବ ନା ସତ୍ମାର୍ଗରେ ଯିବ। ମନ ସତ୍ମାର୍ଗରେ ଗଲେ ମଣିଷ ବିଚଳିତ ହେବନି, ମଣିଷ ନିଜର ଭାରସାମ୍ୟ ହରାଇବନି ଏବଂ ମନ ଯଦି ସ୍ଥିର ରହିଲା, ମନ ଯଦି ଆନନ୍ଦ ପଥରେ ଗଲା ସେ ମଣିଷ ଆନନ୍ଦ ପାଇବ। ତେଣୁ ଆପଣ ଜାଣିଲେ ଯେ ପ୍ରଥମ ରୂପ ମସ୍ତିଷ୍କର ହେଉଛି ମନ, ଦ୍ୱିତୀୟ ରୂପ କ'ଣ ମସ୍ତିଷ୍କର? ନା ବୁଦ୍ଧି। ଯଦି ଆପଣଙ୍କର ପରମାତ୍ମାଙ୍କ କୃପା ଥିବ ତାହେଲେ ହିଁ କ'ଣ ହେବ ନା ଆପଣଙ୍କର ବୁଦ୍ଧି ତ ସମସ୍ତଙ୍କର ଅଛି, ପ୍ରତ୍ୟେକ ମଣିଷଙ୍କୁ ପରମାତ୍ମା ବୁଦ୍ଧି ଦେଇଛନ୍ତି ଜନ୍ମ ବେଳେ। କିନ୍ତୁ ଯଦି ବୁଦ୍ଧିଟା ସ୍ଥିର ରହିଲା, ବୁଦ୍ଧିଟା ସଦାସର୍ବଦା ସତ୍ମାର୍ଗରେ ଗଲା, ତାହେଲେ କ'ଣ ହେବ ନା ସେ ମଣିଷ ନିଶ୍ଚିତ ଭାବରେ ହିଁ ବୁଦ୍ଧିମାନ ହେବ, ଯାହାକି ହିଁ ତାର ବୁଦ୍ଧିମାନ ବଳରେ ହିଁ ସେ କ'ଣ କରିବ ନିଜର ମାନସିକ ଶକ୍ତିକୁ ବୃଦ୍ଧି କରିପାରିବ। ତେଣୁ ଯଦି ସ୍ଥିର ବୁଦ୍ଧି ହେଲା ତାହେଲେ ହିଁ ସେ କ'ଣ କରିବ ନା ଜୀବନର ଆନନ୍ଦ କ'ଣ ସେ ଜାଣିପାରିବ। ଦ୍ୱିତୀୟ ରୂପ ଜାଣିଲେ ବୁଦ୍ଧି। ତୃତୀୟ ରୂପ କ'ଣ ନା ଚିତ୍ତ। ଖାଲି ବୁଦ୍ଧି ହେଲେ ହେବନି, ସଦ୍ବୁଦ୍ଧି। ଯେଉଁ ସଦ୍ବୁଦ୍ଧି କଥା କେବଳ ଆତ୍ମଜ୍ଞାନ ହିଁ ଲାଭ କରାହୋଇଥାଏ ପରମାତ୍ମାଙ୍କ କୃପା ବଳରେ। ତେଣୁ ଯଦି ଆତ୍ମଜ୍ଞାନ ମଣିଷ ପାଇଥିବ ପରମାତ୍ମାଙ୍କର କୃପା ବଳରେ, ପରମାତ୍ମାଙ୍କୁ ବିଶ୍ୱାସ କରି, ତାହେଲେ କ'ଣ ହେବ ନା ସଦ୍ବୁଦ୍ଧି ହେବ। ସଦ୍ବୁଦ୍ଧି ହେଲେ କ'ଣ ହେବ ନା ମଣିଷ ଆଉ ପ୍ରଗତି ପଥରେ ଗଲେ ମଧ୍ୟ ସେ ଆଉ ଦୁର୍ଗତିରେ ବାସ କରିବ ନାହିଁ। କାରଣ ତା ସଦ୍ବୁଦ୍ଧି ବଳରେ ହିଁ ପରମାତ୍ମା ତାକୁ ଠିକ୍ ରାସ୍ତା ଦେଖାଇବେ, ଯେଉଁ ରାସ୍ତା ବଳରେ ସେ କ'ଣ କରିବ ନା ତା ଜୀବନକୁ ଆନନ୍ଦମୟ କରିପାରିବା ସହିତ ପରମାତ୍ମାଙ୍କୁ ବିଶ୍ୱାସ କରି ଚାଲିବ। ତେଣୁ ଆପଣ ଜାଣିଲେ ତୃତୀୟ ହେଉଛି ଚିତ୍ତ, ଚତୁର୍ଥ ହେଉଛି ଅହଂ ମାନେ ଅହଙ୍କାର। ଇଏ ବି ମସ୍ତିଷ୍କର ଏକ ଚତୁର୍ଥ ରୂପ। ଆପଣମାନେ ଦେଖିଥିବେ ଯେଉଁ ମଣିଷମାନଙ୍କର ପରମାତ୍ମାଙ୍କର ଜ୍ଞାନ ନଥିବ, ଆତ୍ମଜ୍ଞାନ ଲାଭ କରିନଥିବେ, ସେମାନେ କ'ଣ ହେବେ ତାଙ୍କର ଅହଂଭାବ ସୃଷ୍ଟି ହେବ। ପ୍ରତ୍ୟେକ କଥାରେ ସେମାନେ ଏଭଳି ଭାବରେ ଅହଂଭାବ ଅର୍ଥ ମୁଁ ବୋଲି ଚିତ୍କାର କରୁଥିବେ ଯେ ଯାହାକି ହିଁ ସେ ବହୁତ ସମୟରେ ହିଁ ନିଜର ମାନସିକ ସ୍ଥିତିକୁ ହରାଇ ବସିଥାନ୍ତି। ଯେଉଁ ମାନସିକ ସ୍ଥିତି ହରାଇଥାନ୍ତି ଯାହାଦ୍ୱାରା କ'ଣ ହୁଏ ମାନସିକ ଶକ୍ତି ବୃଦ୍ଧି ପାଏନି ସେ ମଣିଷର। ଏ ହେଉଛି ମସ୍ତିଷ୍କର ଚତୁର୍ଥ ରୂପ ଅହଂକାର। ଯେଉଁ ଅହଂକାର ବଳରେ ଆଜି କ'ଣ ହୁଏ ନା ମଣିଷମାନେ ଯେତେ ପ୍ରଗତି ପଥରେ ରହିଲେ ବି ତାଙ୍କର ଦୁର୍ଗତି ଆସିବାଟା ନିଶ୍ଚିତ। ଦୁର୍ଗତି ତ ତାଙ୍କ ପାଖରେ ଆନନ୍ଦ ନାହିଁ, ଶାନ୍ତି ନାହିଁ, ନା ସେମାନେ କିଛି ହସି କାହାକୁ ହସଉଛନ୍ତି ନା ଆନନ୍ଦ ନେଉଛନ୍ତି। ତେଣୁ ଦୁର୍ଗତିର ମୂଳ କାରଣ ମଧ୍ୟ ଅହଂଭାବ ଅଟେ। ତେଣୁ ଆପଣ ଜାଣିଲେ ମସ୍ତିଷ୍କର 4ଟି ରୂପ। 4ଟି ରୂପ ହେଉଛି କ'ଣ
ନା ମନ, ବୁଦ୍ଧି, ଚିତ୍ତ, ଅହଙ୍କାର। ଏଇ 4ଟି ରୂପ ମସ୍ତିଷ୍କର ଯଦି ସତ୍ମାର୍ଗରେ ଆପଣ ନେବାକୁ ଚାହାନ୍ତି ତାହେଲେ କେବଳ ମାତ୍ର ପରମାତ୍ମାଙ୍କୁ ବିଶ୍ୱାସ କରିବା ଏବଂ ଆତ୍ମଜ୍ଞାନ ଲାଭ କରି ହିଁ ନିଜର ମାନସିକ ଶକ୍ତିକୁ ବୃଦ୍ଧି କରି ଜୀବନକୁ ଆନନ୍ଦ ପଥରେ ହିଁ ନେବା ହିଁ ନିହାତି ଜରୁରୀ। ତେଣୁ ଆପଣ ଜାଣିଲେ କାହା ଉପରେ ନିର୍ଭର କରେ? ଗୋଟେ ହେଉଛି ମାନସିକ ଶକ୍ତି ଯଦି ବୃଦ୍ଧି ହେଲା ମଣିଷ ଜୀବନ ଆନନ୍ଦ ପାଇବ। ଦ୍ୱିତୀୟରେ କହିଥିଲି ଆପଣଙ୍କୁ ଶାରୀରିକ ଶକ୍ତି। ଶାରୀରିକ ଶକ୍ତି କେଉଁଠି ଆସିଥାଏ? ନା ଯୋଗ ଅଭ୍ୟାସ। ଯୋଗ ଅର୍ଥ ଶାରୀରିକ ଯୋଗ ସହିତ ପରମାତ୍ମାଙ୍କ ସହିତ ଯୋଗ ହେବା। ଯେତେବେଳେ ଆପଣ ଶାରୀରିକ ଯୋଗ କରୁଛନ୍ତି, ଯୋଗ ଅଭ୍ୟାସ କରୁଛନ୍ତି, ସେତେବେଳେ ନିଜର ଶାରୀରିକ ଯୋଗ ସହିତ ବିଭିନ୍ନ ପ୍ରକାର ଯୋଗ ବ୍ୟାୟାମ ସବୁ ରହିଛି, ତାହା ସହିତ ପରମାତ୍ମାଙ୍କ ସହିତ ଯୋଗ ହେବା ସବୁଠାରୁ ବଡ଼ କଥା। ଯଦି ଆପଣ ଶାରୀରିକ ଶକ୍ତି ବୃଦ୍ଧି ସହିତ ପରମାତ୍ମାଙ୍କ ସହିତ ଯୋଗ ହେବେ, ଯୋଗ ଶକ୍ତି ବଢ଼ିବ, ନିଶ୍ଚିତ ଭାବରେ ଆପଣଙ୍କର ଶାରୀରିକ ଶକ୍ତିର ଉନ୍ନତି ଘଟିବ। ଯେତେବେଳେ ଶାରୀରିକ ଶକ୍ତି ବୃଦ୍ଧି ହେବ ସେତେବେଳେ ଆପଣଙ୍କ ଜୀବନ ଆନନ୍ଦମୟ ହେବ। କିପରି ଆପଣ ଜାଣନ୍ତୁ? ଯେତେବେଳେ ଆପଣଙ୍କର ଖାଦ୍ୟ ଖାଉଛନ୍ତି, ଯେଉଁ ଖାଦ୍ୟରେ ଯେଉଁ ଆପଣଙ୍କର ରକ୍ତ ସୃଷ୍ଟି ହେଉଛି ତାହା କ'ଣ ମଣିଷ ଦ୍ୱାରା ତିଆରି ହେଉଛି? ପରମାତ୍ମାଙ୍କ ଦ୍ୱାରା ସୃଷ୍ଟି ହେଉଛି। ତେଣୁ ଯଦି ଆପଣ ଯୋଗ ସହିତ ପରମାତ୍ମାଙ୍କୁ ବି ଯୋଗ କରିଦେବେ, ଏ ଶାରୀରିକ ଯୋଗ କରିବା ସହିତ ନିଜକୁ ଯୋଗ କାହା ସହିତ କରିବେ? ପରମାତ୍ମାଙ୍କ ସହିତ, ତାହେଲେ ହିଁ ଆପଣଙ୍କର ଶାରୀରିକ ଶକ୍ତି ବୃଦ୍ଧି ହେବ ଏବଂ ଶାରୀରିକ ଶକ୍ତି ବୃଦ୍ଧି ହେଲେ ଆପଣଙ୍କୁ ଆନନ୍ଦ ମିଳିବ। ଯେତେ ଆପଣଙ୍କ ପ୍ରଗତିରେ ବୃଦ୍ଧି ହେଲେ ବି ଆପଣଙ୍କୁ କେବେ ଦୁର୍ଗତି ଆସିବ ନାହିଁ। ତେଣୁ ଆପଣ ଜାଣିଲେ ଯେ ଆଜିର ଯୁଗରେ ପ୍ରଗତି ଯୁଗରେ ହିଁ ମଣିଷ ଦୁର୍ଗତିରେ କାହିଁକି ବାସ କରୁଛି? ଆନନ୍ଦ କାହା ଉପରେ ନିର୍ଭର କରେ? କାହା ଉପରେ? ନା ଦୁଇଟି ଶକ୍ତି ଉପରେ ଆନନ୍ଦ ନିର୍ଭର କରେ ପ୍ରତ୍ୟେକ ମଣିଷଙ୍କର। ଗୋଟେ ହେଉଛି ମାନସିକ ଶକ୍ତି, ଆଉ ଗୋଟେ ହେଉଛି ଶାରୀରିକ ଶକ୍ତି। ଆପଣମାନେ ଚେଷ୍ଟା କରନ୍ତୁ ସଦାସର୍ବଦା ପରମାତ୍ମାକୁ ବିଶ୍ୱାସ କରନ୍ତୁ। ଯେଉଁମାନେ ପରମାତ୍ମାକୁ ବିଶ୍ୱାସ କରୁନାହାନ୍ତି ସେମାନଙ୍କର ମାନସିକ ଶକ୍ତି କେବେ ବୃଦ୍ଧି ହେବନି, ଶାରୀରିକ ଶକ୍ତିର ବି ବୃଦ୍ଧି ହେବ ନାହିଁ। କାହିଁକି ନା ମାନସିକ ଶକ୍ତି ଦୁର୍ବଳ ହେଲା, ଶାରୀରିକ ଶକ୍ତି ନିଶ୍ଚିତ ଭାବରେ ଦୁର୍ବଳ ହେବ। ତେଣୁ ଆପଣମାନେ ପରମାତ୍ମାକୁ ବିଶ୍ୱାସ କରିବା ସହିତ ଆପଣ ଏଇ ଦୁଇ ଶକ୍ତିଟିକୁ ହିଁ କିପରି ବୃଦ୍ଧି କରିବେ ଆପଣ ଚେଷ୍ଟା କରନ୍ତୁ। ଆପଣଙ୍କ ଜୀବନ ନିଶ୍ଚିତ ଭାବରେ ହିଁ ଆନନ୍ଦମୟ ହେବ। ଆପଣ ଜାଣିଲେ ଆନନ୍ଦ ପରମାତ୍ମା କିପରି ଭାବରେ ମଣିଷଙ୍କୁ ଦେଇଥାନ୍ତି, ଆନନ୍ଦ କିପରି ମଣିଷମାନେ ପାଇଥାନ୍ତି ଏବଂ ଆନନ୍ଦ କାହା ଉପରେ ନିର୍ଭର କରେ।